କାହିଁକି କଏଦୀ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ? କ'ଣ ଆପଣ ଜାଣନ୍ତି କି ଏହା ପଚାର କାରଣ? ତ ଚାଲନ୍ତୁ ଜାଣିବା ଫ୍ରେଣ୍ଡ। ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ନ କରିଦେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ ଦବାଇ ଦିଅନ୍ତୁ। ତ ଚାଲନ୍ତୁ ଜାଣିବା କାହିଁକି କଏଦୀ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ। କ'ଣ ଆପଣ ଜାଣିଛନ୍ତି? ହଁ, ଧଳା ରଙ୍ଗର ପୋଷାକ ପିନ୍ଧନ୍ତି କଏଦୀ। କ'ଣ ରହିଛି ଏହି ରଙ୍ଗର ମହତ୍ତ୍ୱ? କେବେଠାରୁ ଚାଲି ଆସୁଛି ଏହି ପ୍ରଥା? ଦର୍ଶକ ବନ୍ଧୁ, ଆପଣମାନେ ସାଧାରଣତଃ ଚଳଚ୍ଚିତ୍ରରେ ଦେଖିଥିବେ କି କଏଦୀମାନଙ୍କୁ ଧଳା ରଙ୍ଗର ପୋଷାକ ପରିଧାନ କରିବାକୁ ଦିଆଯାଇଥାଏ। ହେଲେ କେବେ ଭାବିଛନ୍ତି କାହିଁକି ଏମିତି କରାଯାଇଥାଏ? ଏହା ଚଳଚ୍ଚିତ୍ରରେ ଦେଖାଯିବା ସହ ବାସ୍ତବରେ ଜେଲରେ ରହୁଥିବା କଏଦୀମାନଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଇଥାଏ। ଜେଲରେ ରହୁଥିବା ଦୋଷୀମାନଙ୍କ ପାଇଁ କଠୋର ନିୟମ ରହିଛି, ଯାହାକୁ କଏଦୀମାନେ ପାଳନ କରିଥାନ୍ତି। ତେବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସିପାରେ, ଧଳା ରଙ୍ଗର କାହିଁକି ବଛାଗଲା? ଆସନ୍ତୁ ଜାଣିବା ସେ ସମ୍ପର୍କରେ ବିସ୍ତାର ଭାବେ। ବହୁ ପୁରାତନ କାଳରୁ କଏଦୀମାନେ ଢାଳ ରଙ୍ଗର ପୋଷାକ ପିନ୍ଧି ଆସୁଛନ୍ତି। ଏହା ପଚରା କାରଣ ଇତିହାସ ସହ ଜଡ଼ିତ। କୁହାଯାଏ କି ଅଷ୍ଟାଦଶ ଶତାବ୍ଦୀରେ ଆମେରିକାରେ ପ୍ରଚଳିତ ହେଉଥିବା ଆର୍ଗ୍ୟୁମ୍ ସିଷ୍ଟମ ପରେ ଏହି ନିୟମ ପ୍ରଚଳିତ ହୋଇ ଆସୁଛି। ଏହି ନିୟମ ଅନୁଯାୟୀ ଜେଲ୍ ଓ ସେଠାରେ ରହୁଥିବା କଏଦୀମାନଙ୍କର କିଛି ସ୍ୱତନ୍ତ୍ର ନିୟମ ରହିଛି। ପରବର୍ତ୍ତୀ ସମୟରେ ଆରମ୍ଭ ହୋଇଥିଲା ଆଧୁନିକ ଜେଲ୍। ଏହି ପରିବର୍ତ୍ତନ ଅଧୀନରେ ଜେଲରେ ବନ୍ଦୀମାନଙ୍କୁ ଧୂସର କଳା ରଙ୍ଗର ପୋଷାକ ପରିଧାନ କରିବାକୁ କୁହାଯାଇଥିଲା, ଯେଉଁଥିରେ ଷ୍ଟ୍ରାଇପ୍ ପଡ଼ିଥିବା ଦେଖିବାକୁ ମିଳେ। ଏହାଛଡ଼ା ଯଦି କେହି କଏଦୀ ଜେଲରୁ ପଳାୟନ କରୁଛନ୍ତି, ତେବେ ଏହି ଭିନ୍ନ ରଙ୍ଗର ପୋଷାକ କଏଦୀଙ୍କୁ ଧରିବାରେ ସହାୟକ ହୋଇଥାଏ। ସାଧାରଣତଃ କଏଦୀମାନେ ଏହି ପୋଷାକ ପରିଧାନ କରିଥାନ୍ତି, ଯାହା ସେମାନଙ୍କୁ ସାଧାରଣ ଲୋକଙ୍କ ଠାରୁ ଭିନ୍ନ କରିଥାଏ। ଏଭଳି ସ୍ଥିତିରେ ଯଦି ଲୋକମାନେ କଳା ପିନ୍ଧା କଏଦୀଙ୍କୁ ଦେଖୁଛନ୍ତି, ତେବେ ସେମାନେ ପୁଲିସକୁ ସାହାଯ୍ୟ କରିପାରିବେ। ଅନ୍ୟ ଅର୍ଥରେ କହିଲେ, କଏଦୀମାନଙ୍କୁ ଅନୁଶାସନ କରିବା ପାଇଁ ଲଜ୍ଜାର ପ୍ରତୀକ ଭାବେ ପିନ୍ଧିବାକୁ ଦିଆଯାଏ। ଧଳା ରଙ୍ଗର ଶାନ୍ତିର ପ୍ରତୀକ ବୋଲି ମନାଯାଏ। ଏହି ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା କଏଦୀ ମନରେ କିଛି ନେଗେଟିଭ୍ ଚିନ୍ତାଧାରା ଆସିନଥାଏ। ଏହା ଗ୍ରୀଷ୍ମ ପ୍ରବାହରୁ ମଧ୍ୟ ରକ୍ଷା କରିଥାଏ। ଏହା ସହ ଧଳା ରଙ୍ଗ ଦୂରରୁ ଦେଖାଯାଏ। ଅଷ୍ଟାଦଶ ଶତାବ୍ଦୀରେ କଏଦୀମାନଙ୍କୁ ଧୂସର ଓ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଉଥିବା ବେଳେ ଅଷ୍ଟବିଂଶ ଶତାବ୍ଦୀରେ ଏହି ନିୟମରେ ପରିବର୍ତ୍ତନ କରାଯାଇ କଳା ଧୂସର ପୋଷାକ କରି ଦିଆଯାଇଥିଲା। ତେବେ ଏହି ପୋଷାକ ସେହି ବନ୍ଦୀମାନଙ୍କୁ ଦିଆଯାଏ ଯେଉଁମାନଙ୍କର ଦଣ୍ଡ ସ୍ଥିର ହୋଇଥାଏ। ଏହା ବ୍ୟତୀତ ଅନ୍ୟ କଏଦୀମାନେ ସାଧାରଣ ପୋଷାକ ପିନ୍ଧିଥାନ୍ତି। ଆମ ଦେଶରେ କଏଦୀମାନେ କଳା ଧଳା ପୋଷାକ ପିନ୍ଧୁଥିବା ବେଳେ ରାଜ୍ୟ ବାହାରେ